ନବୀନର କେହି ନାହିଁ ପାଣ୍ଡିଆ ସାହାରା ଟିଣେଣେ 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 ନବୀନର କେହି ନାହିଁ ପାଣ୍ଡିଆ ସାହାରା ଆରେ ପାଣ୍ଡିଆ ପାଣ୍ଡିଆ ଜଲଦି ଧାଇଆ ଆରେ ପାଣ୍ଡିଆ ପାଣ୍ଡିଆ ଜଲଦି ଧାଇଆ। ଆଜ୍ଞା ନବୀନର ଆପଣମାନେ କୁହନ୍ତୁ ଆମ ଓଡ଼ିଶାରେ କ'ଣ କେହି ନାହାନ୍ତି ଧରିବା ପାଇଁ? ତାମିଲନାଡ଼ୁରୁ ଯାଇକି ପାଣ୍ଡିଆକୁ ଧରିନେଲେ। ଏତେ ଭାରି ସିଏ ଗୋଟେ ବୁଦ୍ଧିମାନ ବହୁତ ଚତୁରର। ଆଉ ପାଣ୍ଡିଆ ଗୋଟେ କମ୍ ମାନେ ଦେଶ ପ୍ରତି ତାର ଏତେ ଇଏ ଯେ ଯାଇକି ପାଣ୍ଡିଆକୁ ଧରିନେଲେ। ଆଉ ଗୋଟେ କଥା କହୁଛି, ଏଇ ଯେଉଁ ପ୍ରଚାର ପାଇଁ ଆପଣ ଯେ ଗାଡ଼ି ସବୁ ମଗେଇଲେ ବାହାର ଦେଶରୁ ବହୁତ ଭୁଲ କଲେ ହେଲା। ସେଇଟା ମଗେଇକିନା ବହୁତ ଭୁଲ କଲେ। ଏଇଠି ବାଧିଗଲା ଆମକୁ। ଆମ ଓଡ଼ିଶାରେ କ'ଣ ଗାଡ଼ି ନଥିଲା କିମ୍ବା କ'ଣ ଡ୍ରାଇଭର କେହି ନଥିଲେ? କେତେ ଗରିବ ଲୋକ ଅଛନ୍ତି ଓଡ଼ିଶାରେ। ତୁମେ ବାହାର ଦେଶକୁ ଯାଇ ବାହାରୁ ଗାଡ଼ି ଆଣି ସେଠି ଲୋକଙ୍କୁ ପ୍ରଚାର ପାଇଁ ଲଗେଇଲ, କିଛି ଭଲ କଲ ନାହିଁ। ଆଉ ଯଦି ସେଇ ପଇସା ଆମ ଓଡ଼ିଶାବାସୀକି ଦେଇଥାନ୍ତ ତାହେଲେ ଓଡ଼ିଶା ଲୋକ କେତେ ଖୁସିରେ ଯାହା ଦୁଇ ପଇସା ପାଇଥାନ୍ତେ ବି ତାଙ୍କର ମନଟା ଖୁସି ହେଇଥାନ୍ତା। ଏତେ ବେହା ଓଲା ଜୁକା ଗୁଡ଼ାକ ଓଳା ଭାଷା ନାହିଁ ତୁମକୁ କହିବାକୁ ହେଲା। ଯାହା ବି କରୁଛ ଠିକ୍ କରୁନ। ତେଣୁକରି ଭାବିଚିନ୍ତିକି ଭାଇମାନେ ଆପଣମାନେ ଭୋଟ୍ ଦିଅନ୍ତୁ। ଯଥା ଶୀଘ୍ର ହୁଅ ଜାଗ ଆଉ ଭୋଟ 100 ଥର ଭାବି ଦିଅ ହେଲା କି। ସେ ବାହାର ଲୋକକୁ ଭୋଟ ଦେଲେ ଆପଣମାନେ ହିଁ ତଳକୁ ଯିବେ। ଦିନ ଆସିବ ପିନ୍ଧିବା ବସ୍ତ୍ର ରହିବ ନାହିଁ ହେଲା, କିଛି ମିଳିବ ନାହିଁ। ଲାଷ୍ଟରେ ସେଇ ବେଲା ଧରିବା ବାବୁ ମା ରାସ୍ତାଘାଟେ ଯାଇ ବସିବା। ତେଣୁକରି ଏତେ ଦିନରୁ ଜାଗ, ଏତେ ଦିନରୁ ମାଇଣ୍ଡ ଭିତରେ ରଖ କାହାକୁ ଭୋଟ ଦେବ ହେଲା କି। ଭୋଟ ଦିଅ ଯେମିତି ଗୋଟେ ଲୋକଙ୍କୁ, ଯେଉଁ ଲୋକ ଆମ ଓଡ଼ିଶା ପାଇଁ ପୁରା ପରଫେକ୍ଟ ଲୋକ ହେଲା କି। ତ ଭିଡ଼ିଓଟି ଶେଷ କରୁଛି। ଶେଷ କରିବା ପରେ ଗୋଟେ ରିକ୍ୱେଷ୍ଟ, ସବସ୍କ୍ରାଇବ୍ଟା କରିବେ ଯଦି ଭିଡ଼ିଓଟି ଭଲ ଲାଗିଥିବ, ସେୟାରଟା କରିବ, କମେଣ୍ଟରେ ଗୋଟେ ଜୟ ଶ୍ରୀରାମ ଲେଖିଦେବେ। ଜୟ ଶ୍ରୀରାମ। ଭିଡ଼ିଓଟି ଶେଷ କରୁଛି।